प्रभु जीशु ख्रीष्टଙ୍କ पवित्र नाम रे समस्तଙ୍କୁ नमस्कार। आजिर बहुमूल्य समय पाई मु परमेश्वरଙ୍କୁ धन्यवाद दिए। मु विश्वास करे आपण माने मध्य प्रभु जीशु ख्रीष्टଙ୍କ अनुग्रह रे भलरे थिबे। प्रिय बंधुगण, आजिर विषय होची तुम्भे आंभ निकटरे प्रार्थना करो तहिरे आंभे तुंबकु उत्तर देबा। आसंतु प्रिय बंधुगण, आजिर बाइबल अध्ययन आंभे माने आरंभ करिबा। जिरिमिय अध्याय 33 1 रु 3 पद। पद 1 रे एपर लेखा होईछि, आहुरी जिरिमिय प्रहरी प्रांगण रे बंद थिबा बेले सदाप्रभुंकर वाक्य द्वितीय थर ताहांक निकटरे उपस्थित हैला। प्रिय बंधुगण, जेतेबेले जिरिमिय प्रहरी प्रांगण रे बंद थिले बा बंधी होइथिले सेतेबेले सदाप्रभुंकर वाक्य द्वितीय थर पाई जिरिमियंक निकटरे उपस्थित हैला। जथा एही କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ ଯେ ଏହା ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଅଛନ୍ତି, ସେହି ସଦାପ୍ରଭୁ ଏହି କଥା କୁହନ୍ତି। ସଦାପ୍ରଭୁ ତାହାଙ୍କ ନାମ। ଆମ୍ଭମାନଙ୍କର ପରମେଶ୍ୱର କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ ଅଟନ୍ତି। ସେହି ସଦାପ୍ରଭୁ ଏହି କଥା କୁହନ୍ତି। ସଦାପ୍ରଭୁ ତାହାଙ୍କର ନାମ। କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ ଜିରିମିୟଙ୍କୁ ଏପରି କହନ୍ତି, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମ୍ଭେମାନେ ଜିରିମିୟ ଅଧ୍ୟାୟ 7 16 ପଦ, ଜିରିମିୟ ଅଧ୍ୟାୟ 11 14 ପଦ, ଜିରିମିୟ ଅଧ୍ୟାୟ 14 11 ପଦ ପଢ଼ିବା, ଏହି ପଦ ଗୁଡ଼ିକରେ ଜିରିମିୟ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, କିନ୍ତୁ ପରମେଶ୍ୱର ଉତ୍ତର ଦେବା ନିମନ୍ତେ ମନା କରିଥିଲେ। ପ୍ରିୟ ବନ୍ଧୁଗଣ, ଏଠାରେ ପରମେଶ୍ୱର ଜିରିମିୟଙ୍କୁ କହୁଛନ୍ତି ଯେ ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା। ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ମଧ୍ୟ ଅନେକ ବିଷୟ ବୁଝିନଥାଉ। ଅନେକ ବିଷୟ ଆମ୍ଭେମାନେ ଜାଣିବା ପାଇଁ ଚାହିଁଥିଲେ ମଧ୍ୟ ଅସମର୍ଥ ହୋଇଥାଉ। ସେହି ସମୟରେ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ, କାରଣ ଏଠାରେ ଈଶ୍ୱର ପ୍ରତିଜ୍ଞା କରିଅଛନ୍ତି ଯେ ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଯେତେବେଳେ ଜିରିମିୟ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛନ୍ତି, ପରମେଶ୍ୱର ଜିରିମିୟଙ୍କୁ ଉତ୍ତର ଦେଲେ। ପ୍ରିୟ ବନ୍ଧୁଗଣ, ଜିରିମିୟ ନିଜର ଲୋକମାନଙ୍କୁ ପ୍ରେମ କରୁଥିଲେ, ନିଜର ଦେଶକୁ ପ୍ରେମ କରୁଥିଲେ। ସେଥିପାଇଁ ସେହି ଜିହୁଦା ଦେଶ ପ୍ରତି ବା ଜେରୁସାଲେମ ଲୋକମାନଙ୍କ ପ୍ରତି କ'ଣ ଘଟିବା ପାଇଁ ଯାଉଅଛି ତାହା ପରମେଶ୍ୱର ଜିରିମିୟଙ୍କୁ ଜଣାଇଥିଲେ। ଯଦି ଆପଣମାନେ 33 ଅଧ୍ୟାୟ ସମ୍ପୂର୍ଣ୍ଣ ଭାବରେ ପଢ଼ିବେ ତାହେଲେ ବୁଝିପାରିବେ। ପ୍ରିୟ ବନ୍ଧୁଗଣ, ଯଦି ଆମ୍ଭମାନଙ୍କ ଜୀବନରେ ମଧ୍ୟ ଏପରି ବିଷୟ ଅଛି ଯାହାକି ଆମ୍ଭେମାନେ ବୁଝିପାରୁନାହୁଁ, ଯାହାକି ବୁଝିବା ନିମନ୍ତେ କଷ୍ଟସାଧ୍ୟ, ଏହିପରି ପରିସ୍ଥିତିରେ ଆମ୍ଭେମାନେ ଯଦି ଈଶ୍ୱରଙ୍କ ନିକଟକୁ ଯିବା ଏବଂ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କର ପ୍ରାର୍ଥନା ଶୁଣିବେ ଏବଂ ଉତ୍ତର ଦେବେ ଏବଂ ଆମ୍ଭମାନଙ୍କର ସମସ୍ୟାକୁ ସମାଧାନ କରିବେ। ଆଜିର ଏହି ବାଇବଲ ଶିକ୍ଷା ଦ୍ୱାରା ଈଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।